ନମ୍ବର 1 ବଦଳିଲା ପାନ୍ କାର୍ଡ଼ ନିୟମ। ପାନ୍ କାର୍ଡ଼ରେ ବଡ଼ ପରିବର୍ତ୍ତନ। 1 ଏପ୍ରିଲ 2026ରୁ 7 ନୂଆ ନିୟମ ଲାଗୁ। ଭାରତ ସରକାର ପାନ୍ କାର୍ଡ଼ ପରିଚାଳନା କରୁଥିବା ନିୟମ ଏବଂ ଏହା ସହିତ ଜଡ଼ିତ 7ଟି ନିର୍ଦ୍ଦିଷ୍ଟ ନିୟମରେ ପରିବର୍ତ୍ତନ ଆଣିଛନ୍ତି। ଏହି ପରିବର୍ତ୍ତନଗୁଡ଼ିକ 1 ଏପ୍ରିଲ 2026 ଠାରୁ କାର୍ଯ୍ୟକାରୀ ହେବ। 1 ଏପ୍ରିଲ 2026ରୁ ବୀମା ପଲିସି କିଣିବା ଏବଂ ସମ୍ପତ୍ତି କାରବାର ପାଇଁ ଏକ ପାନ୍ କାର୍ଡ଼ ବାଧ୍ୟତାମୂଳକ ହେବ। ମହଙ୍ଗା ବିଳାସପୂର୍ଣ୍ଣ ଯାନ କିଣିବା ସମୟରେ ଏକ ପାନ୍ କାର୍ଡ଼ ରଖିବା ମଧ୍ୟ ବାଧ୍ୟତାମୂଳକ ହେବ। ଏହା ବ୍ୟତୀତ ଯଦି ହୋଟେଲ କିମ୍ବା ବିବାହ ମଣ୍ଡପରେ ବିଲ୍ 1 ଲକ୍ଷରୁ ଅଧିକ ହୁଏ ତେବେ ପେମେଣ୍ଟ ସମୟରେ ପାନ୍ କାର୍ଡ଼ ଉପସ୍ଥାପନା କରିବାକୁ ପଡ଼ିବ। ଭୁଲ ପାନ୍ କାର୍ଡ଼ ଦାଖଲ କରିବା ଦ୍ୱାରା ମଧ୍ୟ ଭାରୀ ଦଣ୍ଡ ଦେବାକୁ ପଡ଼ିବ। ସମ୍ପତ୍ତି କାରବାର ପାଇଁ ପାନ୍ କାର୍ଡ଼। ଦୟାକରି ଧ୍ୟାନ ଦିଅନ୍ତୁ, 1 ଏପ୍ରିଲ 2026ରୁ କୌଣସି ପ୍ରମୁଖ ସମ୍ପତ୍ତି କାରବାର କରିବା ସମୟରେ ଏକ ପାନ୍ କାର୍ଡ଼ ବାଧ୍ୟତାମୂଳକ ହେବ। 20 ଲକ୍ଷରୁ ଅଧିକ ମୂଲ୍ୟର ସମ୍ପତ୍ତି କିଣିବା କିମ୍ବା ବିକ୍ରୟ କରିବା ପାଇଁ ଏବେ ପାନ୍ କାର୍ଡ଼ ବାଧ୍ୟତାମୂଳକ। ଏହି ଆବଶ୍ୟକ ପାଇଁ ପୂର୍ବ ସୀମା 10 ଲକ୍ଷ ଥିଲା। ନମ୍ବର 2 ଆଜିର ପାଣିପାଗ ଖବର। ଆସିଛି କାଳବୈଶାଖୀ। ଝଡ଼ ବର୍ଷା ପାଇଁ 6 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ। ଆଜି 6 ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ହୋଇପାରେ। ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ପାଇଁ ଏହି ଆଶଙ୍କା ଅଛି। ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲା ପାଇଁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି। 21 ତାରିଖ ଶନିବାର ମଧ୍ୟ ଉତ୍ତର ଓଡ଼ିଶା ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଝଡ଼ ବର୍ଷା ଆଶଙ୍କା ହୋଇଛି। ପାଣିପାଗ ବିଭାଗ ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି 20 ତାରିଖ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା 6 ଜିଲ୍ଲାରେ ଘଡ଼ଘଡ଼ି ଓ କୁଆପଥର ବର୍ଷା ସହିତ 50ରୁ 60 କିମି ବେଗରେ ବହିପାରେ। ସେହିପରି ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏସବୁ ସ୍ଥାନରେ 30ରୁ 40 କିମି ବେଗରେ ପବନ ବହିବାର ସମ୍ଭାବନା ଅଛି। ନମ୍ବର 3 ପଖାଳ ଦିବସ ଅବସରରେ ଓଡ଼ିଆ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ। ମାର୍ଚ୍ଚ 20 ତାରିଖକୁ ଓଡ଼ିଆ ପଖାଳ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ବାଜି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପଖାଳ ଦିବସରେ ଲୋକଙ୍କୁ ପଖାଳ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାର ପ୍ରମୁଖ ଗ୍ରୀଷ୍ମକାଳୀନ ଖାଦ୍ୟ ପଖାଳର ଲୋକପ୍ରିୟତାକୁ ଆହୁରି ବଢ଼ାଇବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ପାନ୍ଥନିବାସଠାରେ ରାଜ୍ୟସ୍ତରୀୟ ପଖାଳ ପର୍ବ କାର୍ଯ୍ୟକ୍ରମ ପାଳନ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ପଖାଳକୁ କେବଳ ଏକ ଆହାର ନୁହେଁ ବରଂ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିଥିଲେ। ନମ୍ବର 4 ସବୁଠାରୁ ଶକ୍ତିଶାଳୀ ଚୁମ୍ବକ ତିଆରି କରିବ ଭାରତ। ମୋଦି ସରକାରଙ୍କ ବଡ଼ ଯୋଜନା। ଭାରତ ଏବେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଚୁମ୍ବକ ଉତ୍ପାଦନ କରିବାକୁ ପ୍ରସ୍ତୁତ ହେଉଛି। ଭାରୀ ଶିଳ୍ପ ମନ୍ତ୍ରଣାଳୟ ସିନ୍ଟ୍ରେଟ୍ ରେୟର ଆର୍ଥ ପରମାନେଣ୍ଟ ମ୍ୟାଗ୍ନେଟ୍ ଉତ୍ପାଦନ ପାଇଁ ଏକ ବିଶ୍ୱସ୍ତରୀୟ ଟେଣ୍ଡର ଜାରି କରିଛି। ଏହାର ଅର୍ଥ ହେଉଛି ଏହି ସ୍ୱତନ୍ତ୍ର ଚୁମ୍ବକଗୁଡ଼ିକ ଏବେ ଭାରତରେ ନିର୍ମିତ ହେବ, ଯାହା ବିଦେଶୀ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବ। ନମ୍ବର 5 ମମତା ବାନାର୍ଜୀ ଜାରି କଲେ ଇସ୍ତାହାର। ମହିଳାମାନଙ୍କୁ ମାସିକ 1500, ବେକାର ପାଇଁ ପକେଟ୍ ଖର୍ଚ୍ଚ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ ଟିଏମସି ଇସ୍ତାହାର ପ୍ରକାଶ କରିଛି। ଲକ୍ଷ୍ମୀ ଭଣ୍ଡାର ଯୋଜନା ଅଧୀନରେ ସାଧାରଣ ବର୍ଗର ମହିଳାମାନଙ୍କ ପାଇଁ ଟିଏମସି 1500 ଟଙ୍କା ଏବଂ SC/ST ପାଇଁ 1700 ଟଙ୍କା ମାସିକ ଅନୁଦାନ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ବେକାର ଯୁବକମାନେ ପକେଟ୍ ଟଙ୍କା ଭାବରେ ପ୍ରତି ମାସରେ 1500 ଟଙ୍କା ପାଇବେ। ନମ୍ବର 6 ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଚୁକ୍ତିଭିତ୍ତିକ ସିମାଟିକ୍ କନିଷ୍ଠ ଶିକ୍ଷକମାନଙ୍କୁ କଲେ ନିୟମିତ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସିମାଟିକ୍ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିଛନ୍ତି। 2023-24 ବର୍ଷରେ ନିଯୁକ୍ତି ପାଇଥିବା ଏହି ବର୍ଗର କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଯାଇଛି। ଏହାଦ୍ୱାରା ରାଜ୍ୟର 13,000ରୁ ଅଧିକ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନେ ଉପକୃତ ହୋଇଛନ୍ତି। ନମ୍ବର 7 ଯାତ୍ରୀ ସୁବିଧା ଓ ସୁରକ୍ଷା ସମୀକ୍ଷା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କେନ୍ଦ୍ର ରେଳ ସୂଚନା ଏବଂ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ରେଳ ଭବନରେ ବରିଷ୍ଠ ରେଳ ଅଧିକାରୀଙ୍କ ସହ ଏକ ବିସ୍ତୃତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି, ଯାହା ଷ୍ଟେସନରେ ପ୍ରବେଶ, ଯାତ୍ରୀ ସୁବିଧା ଉନ୍ନତୀକରଣ ଏବଂ ଯାତ୍ରୀଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ସହିତ ଅନ୍ୟାନ୍ୟ ସୁରକ୍ଷା ସମ୍ବନ୍ଧୀୟ ସୁଦୃଢ଼ୀକରଣ ଅଗ୍ରଗତି ଆକଳନ କରିବ। ନମ୍ବର 8 ମହିଳା ବିଶ୍ୱକପ୍ ପାଇଁ ଫିଫାରୁ ଆସିଲା ନୂଆ ନିୟମ। ବିଶ୍ୱ ଫୁଟବଲ ପରିଚାଳନା ସଂସ୍ଥା ଫିଫାର ଏକ ନୂଆ ନିୟମ ଅନୁମୋଦନ ଲାଭ କରିଛି। ଏଣିକି ମହିଳା ବିଶ୍ୱକପ୍ ଓ ଅନ୍ୟ ଟୁର୍ଣ୍ଣାମେଣ୍ଟଗୁଡ଼ିକରେ ମହିଳା ଫୁଟବଲ କୋଚ୍ମାନେ ଅଧିକ ସୁଯୋଗ ପାଇବେ। ଫିଫା କହିଛି ମହିଳା ଟୁର୍ଣ୍ଣାମେଣ୍ଟଗୁଡ଼ିକରେ ପ୍ରତ୍ୟେକ ଦଳରେ ଅତି କମ୍ରେ ଜଣେ ମୁଖ୍ୟ କୋଚ୍ କିମ୍ବା ସହକାରୀ କୋଚ୍ ରହିବେ। ନମ୍ବର 9 ପ୍ରଥମ ଦିନରେ ଜବରଦସ୍ତ କଲେକ୍ସନ କଲା ଧୁରନ୍ଧର 2।
ଫୁଲ୍ ରହିଛି ଥିଏଟର। ସାରା ବିଶ୍ୱରେ ଚହଲ ପକାଇଛି ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ଧୁରନ୍ଧର ଦ ରିଭେଞ୍ଜ। ଏହି ଫିଲ୍ମର ପ୍ରଥମ ଦିନ କଲେକ୍ସନ୍ ଇତିହାସ ସୃଷ୍ଟି କରିଛି। ଲୋକମାନେ ଫିଲ୍ମର ଗୀତ ଏବଂ ରଣବୀର ସିଂଙ୍କ ଅଭିନୟକୁ ଖୁବ୍ ପସନ୍ଦ କରିଛନ୍ତି। ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଧୁରନ୍ଧର 2କୁ ନେଇ ଚର୍ଚ୍ଚା ଜୋର ଧରିଛି। ଥିଏଟରଗୁଡ଼ିକ ଫୁଲ୍ ରହିଛି। ନମ୍ବର 10 ପ୍ରତିଶୋଧ ନେଲା ଇରାନ 20% ବିଶ୍ୱ ଗ୍ୟାସ୍ ଯୋଗାଣ ଠପ୍। ପ୍ରତିଶୋଧ ନେଲା ଇରାନ 20% ବିଶ୍ୱ ଗ୍ୟାସ୍ ଯୋଗାଣ ଠପ୍। ଉପସାଗରୀୟ ଦେଶଗୁଡ଼ିକ ଉପରେ ଭୟଙ୍କର ମିସାଇଲ୍ ମାଡ଼ କରୁଛି ଇରାନ। ବିଶ୍ୱର ସବୁଠାରୁ ବଡ଼ ଗ୍ୟାସ୍ ପ୍ଲାଣ୍ଟରେ ନିଆଁ। କାତାର, ସାଉଦି ଏବଂ କୁଏତର ତୈଳ ଓ ଗ୍ୟାସ୍ ଭଣ୍ଡାରକୁ ଟାର୍ଗେଟ୍ କଲା ଇରାନ। ଧ୍ୱଂସ ମୁହଁରେ କାତାର ରାସ୍ ଲାଫାନ୍। ଇରାନର ଶକ୍ତିଶାଳୀ ବ୍ଲାଷ୍ଟିକ୍ ମିସାଇଲ୍ କାତାରର ରାସ୍ ଲାଫାନ୍ ଶିଳ୍ପାଞ୍ଚଳ ଉପରେ ପଡ଼ିଛି। ଏହା ବିଶ୍ୱର ସବୁଠାରୁ ବଡ଼ ପ୍ରାକୃତିକ ଗ୍ୟାସ୍ ଏଲ୍ଏନ୍ଜି ରପ୍ତାନି କେନ୍ଦ୍ର। ଆକ୍ରମଣ ଯୋଗୁଁ ସେଠାରେ ଭୟଙ୍କର ଭାବେ ନିଆଁ ଲାଗିଯାଇଛି। ନମ୍ବର 11 ଆଜିର ସୁନା ଦର। ଆଜି ପୁଣି କମିଲା ସୁନା ଓ ରୂପା ଦର। ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର। ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣିନିଅନ୍ତୁ ଆଜିର ସୁନା ଦର। ଆଜି ଭାରତୀୟ ବଜାରରେ 24 କ୍ୟାରେଟ୍ର ସୁନା 1,50,930 ଟଙ୍କା ରହିଛି। ସେହିପରି 22 କ୍ୟାରେଟ୍ ସୁନାର ଦର 1,38,350 ଟଙ୍କା ଛୁଇଁଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟ୍ର ସୁନାର ମୂଲ୍ୟ 10 ଗ୍ରାମ ପିଛା 1,50,930 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ର ସୁନାର ମୂଲ୍ୟ 1,38,350 ଟଙ୍କାକୁ ପହଞ୍ଚିଛି। ସେହିପରି ମୁମ୍ବାଇରେ 24 କ୍ୟାରେଟ୍ର ମୂଲ୍ୟ 1,50,930 ଟଙ୍କା ଓ 22 କ୍ୟାରେଟ୍ର ମୂଲ୍ୟ 1,38,350 ଟଙ୍କା ରହିଛି। ଅନ୍ୟପଟେ ରୂପାର ମୂଲ୍ୟ କିଲୋ ପିଛା 2,55,000 ଟଙ୍କା ହୋଇଛି। ନମ୍ବର 12 ଇତିହାସରେ ପ୍ରଥମ ଥର ଡଲାର ତୁଳନାରେ ଟଙ୍କାର ସର୍ବକାଳୀନ ଅଧୋପତନ। ଭାରତୀୟ ଅର୍ଥନୀତି ପାଇଁ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ପଶ୍ଚିମ ଏସିଆରେ ବଢ଼ୁଥିବା ଯୁଦ୍ଧ ପରିସ୍ଥିତି ଏବଂ ଅଶୋଧିତ ତେଲ ଦର ବୃଦ୍ଧି ଟଙ୍କା ଉପରେ ଚାପ ପକାଇଛି। ବ୍ରେଣ୍ଟ କ୍ରୁଡ୍ ଅଏଲ ବ୍ୟାରେଲ ପିଛା $100 ଉପରେ ରହିଛି। ଭାରତ ଏହାର ଅଧିକାଂଶ ତେଲ ଆମଦାନୀ କରୁଥିବାରୁ ଆମଦାନୀ ଖର୍ଚ୍ଚ ବଢ଼ିବା ସହ ଡଲାରର ଚାହିଦା ବୃଦ୍ଧି ପାଇଛି। ନମ୍ବର 13 ଆଜିଠୁ ବଢ଼ିଲା ପ୍ରିମିୟମ୍ ପେଟ୍ରୋଲ ଦାମ। ମଧ୍ୟପ୍ରାଚ୍ୟ ବିବାଦ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବାଧାପ୍ରାପ୍ତ ହେବା ମଧ୍ୟରେ ଭାରତରେ ପ୍ରିମିୟମ୍ ପେଟ୍ରୋଲର ମୂଲ୍ୟ $2.35 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି, ଯାହା 20 ମାର୍ଚ୍ଚରୁ ଲାଗୁ ହେବ। ସୂଚନା ଅନୁଯାୟୀ BPCLର ସ୍ପିଟ୍, HPCLର ପାୱାର ଏବଂ IOCLର XP95ର ମୂଲ୍ୟ ଲିଟର ପିଛା $2.9ରୁ $2.35 ପର୍ଯ୍ୟନ୍ତ ବୃଦ୍ଧି ପାଇଛି। କିନ୍ତୁ ବର୍ତ୍ତମାନ ନିୟମିତ ପେଟ୍ରୋଲର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଫେବୃଆରୀ 28ରେ ଇରାନ ଉପରେ ଆମେରିକା ଇସ୍ରାଏଲ ଆକ୍ରମଣ ପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରର ଏକ ବଡ଼ ବିନିମୟ ଆରମ୍ଭ ହୋଇଛି, ଯାହା ସମଗ୍ର ଉପସାଗରୀୟ ଅଞ୍ଚଳକୁ ପ୍ରଭାବିତ କରିଛି ଏବଂ ବିଶ୍ୱର ତୈଳ ଏବଂ ତରଳୀକୃତ ପ୍ରାକୃତିକ ଗ୍ୟାସର ଏକ ପଞ୍ଚମାଂଶ ବହନ କରୁଥିବା ପ୍ରମୁଖ ଜଳପଥ ହରମୁଜ ପ୍ରଣାଳୀକୁ ପ୍ରାୟ ବନ୍ଦ କରିଦେଇଛି। ମୋହାଲି ପେଟ୍ରୋଲ ପମ୍ପ ଆସୋସିଏସନ ପଞ୍ଜାବର ସଭାପତି ଅର୍ଶବିନ୍ଦର ମୋଙ୍ଗିଆ ମଧ୍ୟ ମୂଲ୍ୟ ବୃଦ୍ଧିକୁ ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ଯେ ପୂର୍ବରୁ ପ୍ରିମିୟମ୍ ପେଟ୍ରୋଲର ଦର $105 ଥିଲା ଏବଂ ଏହା ଏକ $107.13 ଅଛି। ନମ୍ବର 14 କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଲେ ବିଜେଡିର 3 ବିଧାୟକ। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ବିଜେଡି 6 ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲା। ଏହାର ଉତ୍ତର ରଖିଛନ୍ତି ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ରମାକାନ୍ତ ଭୋଇ ଓ ଚକ୍ରମଣି କହର। ସେମାନେ ଉତ୍ତରରେ ଲେଖିଛନ୍ତି କି ଦଳ ଆମ ଉପରେ ଭିତ୍ତିହୀନ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଏହା ବେଆଇନ ଓ ଦଳୀୟ ନେତୃତ୍ୱଙ୍କ ସ୍ୱେଚ୍ଛାଚାରିତା ବୋଲି ସେମାନେ କହିଛନ୍ତି। ଏହାସହ ସେମାନେ କହିଛନ୍ତି କି ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନର ଧମକ ଦେଇ ଦଳର ନେତୃତ୍ୱ ସୀମା ଅତିକ୍ରମ କରିଛନ୍ତି। ଏହାସହ କାରଣ ଦର୍ଶାଅ ନୋଟିସ ଜାରି କରି ଦଳର ନେତୃତ୍ୱ ଓ ଭାରତୀୟ ନ୍ୟାୟ ସଂହିତାର ଧାରା ଭାଙ୍ଗି ଦଣ୍ଡନୀୟ ଅପରାଧ କରିଛି ଦଳ। 3 ବିଧାୟକ କହିଛନ୍ତି, ଆମେ କେବେ ବି ଦଳର ସଦସ୍ୟତା ପରିତ୍ୟାଗ କରୁନାହୁଁ। ରାଜ୍ୟସଭା ନିର୍ବାଚନରେ ଆମେ ସ୍ୱାଧୀନ ମତଦାନ କରି କୌଣସି ଆଇନର ଉଲ୍ଲଂଘନ କରିନାହୁଁ। ନମ୍ବର 15 ନିୟମିତ ହେଲେ ଚୁକ୍ତିଭିତ୍ତିକ ସିମାଟିକ୍ ଜୁନିୟର ଶିକ୍ଷକ। ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନିୟମିତ ହେଲେ ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସିମାଟିକ୍ କନିଷ୍ଠ ଶିକ୍ଷକ। 2023-24 ବର୍ଷରେ ନିଯୁକ୍ତି ପାଇଥିବା ଏହି ବର୍ଗର କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଯାଇଛି। ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଦ୍ୱାରା ରାଜ୍ୟର 13,000ରୁ ଅଧିକ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନେ ଉପକୃତ ହେବେ। ଏହି ଶିକ୍ଷକମାନେ ସେମାନଙ୍କର ଚାକିରିରେ ଯୋଗଦାନ ସମୟଠାରୁ ନିୟମିତ ହୋଇଛନ୍ତି। ନମ୍ବର 16 ଆସନ୍ତା 25ରେ ହେବ
ରତ୍ନଭଣ୍ଡାରରୁ ଅଲଙ୍କାର ଗଣତି ମଣତି। ଆସନ୍ତା 25 ତାରିଖ ଅର୍ଥାତ୍ ବୁଧବାର ହେବ ରତ୍ନଭଣ୍ଡାରରୁ ଅଲଙ୍କାର ଗଣତି ମଣତି। ମହେନ୍ଦ୍ରବେଳା ମାର୍ଚ୍ଚ 25 ଚୈତ୍ର ଶୁକ୍ଳ ସପ୍ତମୀ ତିଥି 12:09ରୁ 1:45 ମଧ୍ୟରେ ହେବ ରତ୍ନଭଣ୍ଡାର ଅଲଙ୍କାର ଗଣତି ମଣତି। ଭିଡ଼ିଓଗ୍ରାଫି, ଫଟୋଗ୍ରାଫି, 3D ମ୍ୟାପିଂ ହେବ। ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି ହେବା 1978 ମସିହାର ଗଣତି ମଣତି ପୂର୍ଣ୍ଣାଙ୍କ ତାଲିକା ରହିଛି। ନମ୍ବର 17 ଏଲ୍‌ପିଜି ସଙ୍କଟକୁ ନେଇ ସରକାରଙ୍କ ବଡ଼ ବିବୃତ୍ତି। ଦେଶରେ ଏଲ୍‌ପିଜି ସ୍ଥିତି ଏବେ ବି ଗୁରୁତର ରହିଛି। ଇସ୍ରାଏଲ ଇରାନ ଯୁଦ୍ଧ ଯୋଗୁଁ ହରମୁଜ ପ୍ରଣାଳୀକୁ ଇରାନ ବନ୍ଦ କରିଥିବାରୁ ବିଶ୍ୱର ଅନେକ ଦେଶ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ କେବଳ 9ଟି ଅଶୋଧିତ ତୈଳ ଏବଂ ଗ୍ୟାସର ଜାହାଜ ଅତିକ୍ରମ କରିପାରିଛି। ଏମିତିରେ ଭାରତରେ ମଧ୍ୟ ଏଲ୍‌ପିଜି ଗ୍ୟାସର ଅଭାବ ପରିଲକ୍ଷିତ ହୋଇଛି। ସରକାର କହିଛନ୍ତି ଘରୋଇ ଉପଭୋକ୍ତାଙ୍କ ସୁବିଧା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି। ଏଥିପାଇଁ ଘରୋଇ ଉପଭୋକ୍ତାଙ୍କ ପାଖରେ 100% ଏଲ୍‌ପିଜି ପହଞ୍ଚାଯାଉଛି। ଅବଶ୍ୟ ସ୍ଥିତି ଏବେ ବି ଚିନ୍ତାଜନକ ରହିଛି। ପାନିକ୍ ବୁକିଂରେ ହ୍ରାସ ପାଇଛି। କିନ୍ତୁ ଲୋକଙ୍କୁ ଅପିଲ କରାଯାଇଛି ଗୁଜବ ଉପରେ ଧ୍ୟାନ ନ ଦିଅନ୍ତୁ ଆଉ ଆବଶ୍ୟକତା ହିସାବରେ ହିଁ ଗ୍ୟାସ୍ ବୁକ୍ କରନ୍ତୁ। ସରକାର କଳାବଜାରୀ ଏବଂ ମହଜୁଦକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସୂଚନା ଅନୁସାରେ ଅନେକ ରାଜ୍ୟରେ 45ରୁ ଅଧିକ ରେଟ୍ କରାଯାଇଛି। ସରକାର ଏଲ୍‌ପିଜି ଉତ୍ପାଦନ ବଢ଼ାଇବା ଉପରେ ଜୋର ଦେଇଛନ୍ତି। ବର୍ତ୍ତମାନ ଘରୋଇ ଉତ୍ପାଦନ ପ୍ରାୟ 40% ପର୍ଯ୍ୟନ୍ତ ପହଞ୍ଚିଛି, ଯାହାଦ୍ୱାରା ଆମଦାନୀ ଉପରେ ନିର୍ଭର କିନ୍ତୁ ମାତ୍ରାରେ କମାଇବାକୁ ଚେଷ୍ଟା ଜାରି ରହିଛି। ନମ୍ବର 18 ଉପସାଗରୀୟ ଯୁଦ୍ଧର ଏକ ବଡ଼ ପ୍ରଭାବ ଇଂଲଣ୍ଡର କ୍ରିକେଟ ଉପରେ ପଡ଼ିବା ଆରମ୍ଭ କରିଛି। ତାହା ହେଉଛି ଡ୍ୟୁକ୍ ବଲ୍‌ର ଅଭାବ। ଯୁଦ୍ଧ ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହୋଇଥିବାରୁ ଭାରତୀୟ ଉପମହାଦେଶରୁ ଇଂଲଣ୍ଡକୁ ବଲ୍ ଠିକ୍ ସମୟରେ ପହଞ୍ଚି ପାରୁନାହିଁ। ଆସନ୍ତା ଏପ୍ରିଲ 3ରୁ ଇଂଲଣ୍ଡରେ କାଉଣ୍ଟିଂ ଋତୁ ଆରମ୍ଭ ହେଉଥିବା ବେଳେ ଯେତିକି ବଲ୍ ଆବଶ୍ୟକ ତାହା ଅଧା ରହିଛି। ନମ୍ବର 19 5 ବିସ୍ଫୋଟତାଙ୍କ ସହ କଥା ହେଲେ ମୋଦି। ଯୁଦ୍ଧ ଯୋଗୁଁ ଅଶାନ୍ତ ପଶ୍ଚିମ ଏସିଆ। ଇରାନ, ଇସ୍ରାଏଲ ଏବଂ ଆମେରିକା ସଂଘର୍ଷ ପାଇଁ ବିଶ୍ୱ ଅର୍ଥନୀତି ଧୀରେ ଧୀରେ ପ୍ରଭାବିତ ହେଉଛି। ସାରା ବିଶ୍ୱରେ ତୈଳ ସଙ୍କଟ ଦେଖାଦେଇଛି। ଏହାରି ଭିତରେ ଭାରତ ସରକାର ନିଜ ବୈଦେଶିକ କୂଟନୀତିକୁ ଯଥାଯଥ ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ 24 ଘଣ୍ଟାରେ 5ଟି ଦେଶ ଯଥା ମାଲେସିଆ, ଓମାନ, କୁଏତ, ଫ୍ରାନ୍ସ ଓ ଜୋର୍ଡାନର ନେତାଙ୍କ ସହ କଥା ହୋଇଛନ୍ତି। ନମ୍ବର 20 ଭୁବନେଶ୍ୱର ସିଆର୍‌ପି ଛକ ନିକଟ ମାର୍କେଟ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ। ଭୁବନେଶ୍ୱର ସିଆର୍‌ପି ଛକ ସ୍ଥିତ ମହାବୀର ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲିଭାଇବାକୁ 4ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି। ନିଆଁ ଲାଗିବା ଯୋଗୁଁ ଚାରିଆଡ଼େ ଧୂଆଁମୟ ହୋଇଯାଇଛି। ତେବେ ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ନମ୍ବର 21 ବଡ଼ ନିଷ୍ପତ୍ତି ନେଲା ରେଳ ବିଭାଗ। କାର୍ଯ୍ୟରେ ଅବହେଳା ପାଇଁ 6 ଅଧିକାରୀ ବହିଷ୍କାର। ପ୍ରଶାସନିକ କଠୋରତାର ପ୍ରଦର୍ଶନ କରି ଭାରତୀୟ ରେଲୱେ 6 ଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଭାବରେ ଅବସର ଦେଇଛି, ଯେଉଁମାନେ ସେମାନଙ୍କ କର୍ତ୍ତବ୍ୟ ସମୟରେ ସନ୍ତୋଷଜନକ କାର୍ଯ୍ୟଦକ୍ଷତା ବଜାୟ ରଖି ପାରିନଥିଲେ। ରେଳବାଇ ପ୍ରଶାସନ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ଭାରତୀୟ ରେଲୱେ ପ୍ରତିଷ୍ଠାନ ସଂହିତା-ର ନିୟମ 1802 ଅନୁଯାୟୀ ନିଆଯାଇଛି, ଯାହା ଜନସ୍ୱାର୍ଥ ଦୃଷ୍ଟିରୁ ଅଧିକାରୀମାନଙ୍କୁ ସମୟ ପୂର୍ବରୁ ସେବାରୁ ବହିଷ୍କାର କରିବାର କ୍ଷମତା ପ୍ରଦାନ କରେ। ନମ୍ବର 23 ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷାରୁ ଦେଇନାହାନ୍ତି 9,930 ଛାତ୍ରଛାତ୍ରୀ। ଶିକ୍ଷା ବିଭାଗର ବିକଳ ଚିତ୍ର। ସ୍କୁଲରେ ତଳେ ବସି ପଢ଼ୁଛନ୍ତି ଛାତ୍ରଛାତ୍ରୀ। 19,883 ସ୍କୁଲରେ ନାହିଁ ଡେସ୍କ ଏବଂ ବେଞ୍ଚ। ରାଜ୍ୟର 19,883 ସ୍କୁଲରେ ନାହିଁ ଡେସ୍କ ଏବଂ ବେଞ୍ଚ। ଗୃହରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୌଡ଼ଙ୍କ ଉତ୍ତର। ଡେସ୍କ ଓ ବେଞ୍ଚ ନଥିବାରୁ ତଳେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ନମ୍ବର 24 25ଟି ଶିଳ୍ପାନୁଷ୍ଠାନ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ରାଜ୍ୟ ସରକାର। ଶିଳ୍ପାନୁଷ୍ଠାନ ଉପରେ ରାଜ୍ୟ ସରକାର ନେଇଛନ୍ତି କଡ଼ା ଆକ୍ସନ। 25ଟି ଶିଳ୍ପାନୁଷ୍ଠାନ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ସରକାର। ଜମି ନେଇ ଶିଳ୍ପ କରୁନଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ତେବେ 7ଟି ଶିଳ୍ପାନୁଷ୍ଠାନ ଜମି ଆବଣ୍ଟନ ରଦ୍ଦ। 5ଟି ମାମଲା କୋର୍ଟରେ ବିଚାରାଧୀନ ରହିଥିବା ବେଳେ ବନ୍ଦ ଥିବା 914 ସଂସ୍ଥାରୁ ଇଟ୍କୋ ନିୟମ ଅନୁଯାୟୀ 665ଟି ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।